ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଅନେକ ସମୟରେ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ, ମୁଁ କେଉଁ ଈଶ୍ୱରଙ୍କୁ ଡାକିବି? କାହାକୁ ଡାକିଲେ ମୋର ମଙ୍ଗଳ ହେବ? ମୋର ଇଷ୍ଟଦେବ କିଏ? ମୁଁ କେମିତି ଜାଣିବି କାହାକୁ ଡାକିଲେ ମୋତେ ବିପଦରୁ ସେ ଉଦ୍ଧାର କରିବେ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ। ତେବେ ଆଜି ମୁଁ ଆପଣଙ୍କ ପାଇଁ ଏହି ଭିଡ଼ିଓଟି ଆଣିଛି। ଦିବ୍ୟ ଅମୃତ ଶୃଙ୍ଖଳାର ପଞ୍ଚମ ଗଳ୍ପ, ମୁଁ କେଉଁ ଠାକୁରଙ୍କୁ ଡାକିବି? ଡେରି ନକରି ଆସନ୍ତୁ ଶୁଣିବା। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଚାଲିଥାଏ। ଭଗବାନ ଶିବ ତ ହିମାଳୟବାସୀ, କୈଳାସବାସୀ। ସିଏ ତ ଜଟାଧାରୀ, ବାଘ ଛାଲ ପିନ୍ଧିଥାନ୍ତି, ଦେହରେ ସାପଗୁଡ଼ା ସାଲୁବାଲୁ ହେଉଥାନ୍ତି। ତାଙ୍କର ବିବାହ ପୁଣି ହିମାଳୟ ରାଜକନ୍ୟା ସହିତ, ମାତା ପାର୍ବତୀଙ୍କ ସହିତ ଚାଲିଥାଏ। ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଅନେକ ଦେବଦେବୀ ସେଠାରେ ଉପସ୍ଥିତ ଥାଆନ୍ତି। ଏହି ସମୟରେ ପୁରୋହିତ ପଚାରିଲେ, ମହାଦେବ, ଆପଣଙ୍କର କୁଳଗୋତ୍ର ବିଷୟରେ କୁହନ୍ତୁ, ଯାଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହୋଇପାରିବ। ମହାଦେବ ଆଶ୍ଚର୍ଯ୍ୟ ହୋଇ ଅନେଇଲେ, ମୁରୁକି ମୁରୁକି ହସା ଦେଲେ। କେହି ବୁଝିପାରୁନାହାନ୍ତି, ସମସ୍ତେ ସ୍ତମ୍ଭିତ, କେହି ବି ଏ ବିଷୟରେ ଜାଣିନଥାନ୍ତି। ସେଠୁ ପୁରୋହିତ ବ୍ରହ୍ମାଙ୍କ ଆଡ଼କୁ ଅନେଇଲେ। ବ୍ରହ୍ମା ବଲ ବଲ ହୋଇ ଅନେଇଥାନ୍ତି, ପ୍ରମାଦ ଗଣୁଥାନ୍ତି, ମୁଁ ତ ଏ ବିଷୟରେ କିଛି ବି କହିପାରିବି ନାହିଁ। ପୁରୋହିତ ବିଷ୍ଣୁଙ୍କ ଆଡ଼କୁ ଅନେଇଲେ। ବିଷ୍ଣୁ କହିଲେ, ମହାଦେବଙ୍କ କୁଳଗୋତ୍ର ଏ ବିଷୟରେ ମୋ ଜ୍ଞାନରେ ନାହିଁ। ପୁରୋହିତ ଜଣ ଜଣ କରି ପଚାରିଲେ, କେହି ବି କହିପାରିଲେନି। ଏହି ସମୟରେ ଦେବର୍ଷି ନାରଦ ମୁନି ନିଜ ବୀଣା ଦ୍ୱାରା ବୀଣାର ତାରକୁ ଆଙ୍ଗୁଠିରେ ଟିନ୍ ଟିନ୍ ଶବ୍ଦ କରୁଥାନ୍ତି ଏବଂ ମୁରୁକି ମୁରୁକି ହସୁଥାନ୍ତି। ସେ ଜଣେଇ ଦେବାକୁ ଚାହୁଁଥାନ୍ତି ଯେ ସମ୍ପୂର୍ଣ୍ଣ ସୃଷ୍ଟିର ମୂଳ ହେଉଛି ଧ୍ୱନି ବା ତରଙ୍ଗ ବା ନାଦ। କିନ୍ତୁ ମହାଦେବ ତ ସ୍ୱୟଂ ଅନାଦି, ଅନନ୍ତ। ତାଙ୍କର ପୁଣି କୁଳଗୋତ୍ର କୁଆଡ଼େ ଆସିବ? ଯିଏ କୁଳ ଏବଂ ଗୋତ୍ରର ସୃଷ୍ଟି କରିଛନ୍ତି, ତାଙ୍କର ପୁଣି କୁଆଡ଼େ କୁଳଗୋତ୍ର? ଯିଏ ଶମ୍ଭୁ ବା ସ୍ୱୟମ୍ଭୁ, ସେ ପୁଣି କାହାଠାରୁ ଜନ୍ମ ନେଇଥିବେ? ତେଣୁ ସମସ୍ତଙ୍କ ମୁହଁ ତଳୁକୁ ହେଇଗଲା। ପୁରୋହିତ ନିଜ ଭୁଲ ବୁଝିପାରିଲେ ଏବଂ ପୁନର୍ବାର ପ୍ରଶ୍ନ ନକରି ଶିବ ପାର୍ବତୀଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କଲେ। ବନ୍ଧୁଗଣ, ଶିବଙ୍କ କୁଳଗୋତ୍ର ତ କେବଳ ଶିବଙ୍କୁ ହିଁ ଜଣା। କିନ୍ତୁ ମାତା ପାର୍ବତୀଙ୍କର କୁଳଗୋତ୍ର ବିଷୟରେ ଯଦି ଆପଣମାନେ ଜାଣିଛନ୍ତି, କମେଣ୍ଟରେ ଲେଖି ନିଶ୍ଚୟ ଜଣାଇବେ। ଏବଂ ଆମେ ଏହି ଉପାଖ୍ୟାନରୁ ଏହା ଜାଣିବାକୁ ପାଇଲେ ଯେ ଯେଉଁ ବ୍ରହ୍ମ ଶବ୍ଦକୁ ଆମେ ପୂଜା କରୁଛେ, ତାହା ନାଦ ରୂପରେ ବା ଅକ୍ଷର ରୂପରେ ପୂଜା କରାଯାଏ। କିନ୍ତୁ ଯେ ସଚ୍ଚିଦାନନ୍ଦ ପରମବ୍ରହ୍ମ, ସେ ତ ନାଦ, ଅକ୍ଷର ବା ତରଙ୍ଗ ଠାରୁ ମଧ୍ୟ ଊର୍ଦ୍ଧ୍ୱରେ। ଅନେକ ମୁନି ଋଷି ମତ ଦିଅନ୍ତି ଯେ ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନ ନା କର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ। ଅର୍ଥାତ୍ ପରମେଶ୍ୱର ପରବ୍ରହ୍ମଙ୍କର ପାଞ୍ଚଟି ସ୍ୱରୂପ ପାଞ୍ଚ ଭାବରେ ବିଭକ୍ତ ହୋଇ ସେ ସୃଷ୍ଟିର ସ୍ଥିତି, ବିଲୟ ଏବଂ ପାଳନ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ଗଣେଶ ଅନୁଗ୍ରହ ବା କୌଣସି କାର୍ଯ୍ୟାରମ୍ଭ କରିବା ପୂର୍ବରୁ ତାଙ୍କୁ ପ୍ରାର୍ଥନା କରାଯାଏ। ତେଣୁ ସେ ଆଶୀର୍ବାଦ ବା ଅନୁଗ୍ରହର ଦେବତା। ଅମ୍ବିକା ହେଉଛନ୍ତି ଶକ୍ତିଙ୍କର ପ୍ରତୀକ। ନାରାୟଣ ସ୍ୱୟଂ ପାଳନକର୍ତ୍ତା। ମହାଦେବ ବା ଶିବଶଙ୍କର ସ୍ୱୟଂ ସଂହାରକର୍ତ୍ତା ଏବଂ ଭାସ୍କର ବା ହିରଣ୍ୟଗର୍ଭକ ବ୍ରହ୍ମ ହେଉଛନ୍ତି ସକଳ ଶକ୍ତିର ଆଧାର ବା ବ୍ରହ୍ମସ୍ୱରୂପ ସୃଷ୍ଟିର ନିର୍ମାଣକର୍ତ୍ତା। ତେଣୁ ଏହି ପାଞ୍ଚ ଜଣଙ୍କୁ ପୂଜା କରିବା ନିହାତି ଆବଶ୍ୟକ। ତେବେ ମୁନିଋଷିମାନଙ୍କର ଏହି ମତକୁ ଯଦି ଆମେ ଭଲ ଭାବରେ ଦେଖିବା, ତାହେଲେ ପ୍ରତ୍ୟେକଙ୍କର ଗୁଣ
ଅଲଗା ଅଲଗା। କୌଣସି ମାନବ ଭିତରେ ଏ ସମସ୍ତ ଗୁଣ ଆସିବ ନାହିଁ ବା କୌଣସି ମାନବ ସହଜକେ ସମସ୍ତଙ୍କ ପ୍ରତି ଆକର୍ଷିତ ହୋଇ ନପାରେ। ସେ ସବୁବେଳେ ଚାହେଁ ଯେ କୌଣସି ଜଣେ ଠାକୁରଙ୍କୁ ବା ଠାକୁରାଣୀଙ୍କୁ ନିଜର ଇଷ୍ଟଦେବ ବନାଇବା ପାଇଁ। ତେବେ ଇଷ୍ଟଦେବ ବନାଇବା କେବଳ ସାଧାରଣ କଥା ନୁହେଁ, କାହିଁକି ନା ମନୁଷ୍ୟ କେବେ ଠାକୁରଙ୍କୁ ବନାଏନି ବା ତିଆରି କରେ ନାହିଁ। ଠାକୁର ସ୍ୱୟଂ ମଣିଷକୁ ତିଆରି କରିଛନ୍ତି। ତେଣୁ ଆମେ କହିଦେଲେ ଯେ କେବଳ ସେ ଆମର ଇଷ୍ଟଦେବ ହେଇଯିବେ ବା ଆମକୁ ସବୁ କାର୍ଯ୍ୟରେ ସାହାଯ୍ୟ କରିବେ, ସେ ବିଷୟ ଗୋଟିଏ ବିବାଦାସ୍ପଦ ବିଷୟ। ସବୁବେଳେ ମନେ ରଖିବା ଆବଶ୍ୟକ, ଆମେ ଈଶ୍ୱରଙ୍କୁ କାହିଁକି ଡାକିବା, ସିଏ ଆମର କ'ଣ ଲାଗିବେ, ଆମେ କିଭଳି ଡାକିବା, ଡାକିଲେ ଆମର କ'ଣ ହବ, ଏସବୁ ପ୍ରଶ୍ନ ଆପଣଙ୍କ ମନରେ ଆସୁଛି ନିଶ୍ଚୟ। ଅନେକ ଲୋକ ନିଜର ସୁବିଧା ପାଇଁ, କାର୍ଯ୍ୟ ହାସଲ ପାଇଁ, ଦୁଃଖ ଦୂର କରିବା ପାଇଁ, ବ୍ୟାଘାତ ଦୂର କରିବା ପାଇଁ ଠାକୁରଙ୍କୁ ଡାକନ୍ତି। ପୁଣି ଅନେକ କିଛି ଲୋକ ଭୟରେ ଠାକୁରଙ୍କୁ ଡାକନ୍ତି, ଯାଦ୍ୱାରା ସେ ଆମକୁ କିଛି ଦଣ୍ଡ ନ ଦେବେ। ତେଣୁ ଠାକୁରଙ୍କୁ ଆମେ କେଉଁଥିପାଇଁ ଡାକିବା, ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ। ବନ୍ଧୁଗଣ, ଯଦି ଆମେ ପଞ୍ଚଦେବଙ୍କ କଥା ଦେଖିବା, ତାହାହେଲେ ସ୍ୱୟଂ ଭଗବାନ ଶିବଙ୍କ ପରିବାରରେ ଆମେ 5 ଜଣ ଦେବତାଙ୍କୁ ପାଇଯିବା। ସ୍ୱୟଂ ଶିବ ଅଛନ୍ତି, ଅମ୍ବିକା ମା ପାର୍ବତୀ ବି ଅଛନ୍ତି, ଶ୍ରୀ ଗଣେଶ ତ ନିଶ୍ଚିନ୍ତ ଅଛନ୍ତି। ଏହା ସହିତ ଶିବଙ୍କର ତୃତୀୟ ନେତ୍ରରେ ସ୍ୱୟଂ ସୂର୍ଯ୍ୟ ଦେବତା ମଧ୍ୟ ଅଛନ୍ତି, କାରଣ ତାଙ୍କୁ ବୈଶ୍ୱାନର ଲୋଚନାୟ କୁହାଯାଏ। ଏହା ସହିତ ମହାଦେବଙ୍କ ହୃଦୟରେ ନାରାୟଣଙ୍କର ବାସ। ତେଣୁ ଗୋଟିଏ ପରିବାରରେ ଆମେ 5 ଜଣ ଦେବତାଙ୍କୁ ମଧ୍ୟ ପାଇପାରିବା। ଏହି ଭିତରେ ଗୋଟେ ଛୋଟିଆ ପ୍ରଶ୍ନ କରିବି, ମହାଦେବଙ୍କ ବିବାହ ବିଷୟରେ କେଉଁ ତିଥିରେ ହେଇଥିଲା ଆପଣ କମେଣ୍ଟ କରି ନିଶ୍ଚିନ୍ତ ଜଣାଇବେ। ଏହି 5 ଜଣ ଦେବତାଙ୍କ ଭିତରୁ ଯଦି ଆମେ ଜଣଙ୍କୁ ପୂଜା କରିବା, ତେବେ ଯେଉଁମାନେ ଏହି ଭିତରେ ନାହାନ୍ତି ସେମାନଙ୍କୁ ଆମେ କ'ଣ ଇଷ୍ଟ ଦେବତା ବନାଇ ପାରିବା ନାହିଁ? ସ୍ୱୟଂ ବଜରଙ୍ଗବାଲି ହନୁମାନ ଏ ଭିତରେ ସାକ୍ଷାତ ନାହାନ୍ତି। ଯଦିଓ ସେ ରୁଦ୍ରାବତାର, କିନ୍ତୁ ସେ ଶିବଙ୍କର ଏକ ଅବତାର, ଅର୍ଥାତ୍ ସେ ଅଲଗା। ତେଣୁ ଆମେ କ'ଣ ହନୁମାନଙ୍କୁ ନିଜର ଇଷ୍ଟ ଦେବତା ବନାଇ ପାରିବା ନାହିଁ? ତେବେ ଦେଖିବା। ବନ୍ଧୁଗଣ, କୁହାଯାଏ ରାଶି ଅନୁସାରେ ନିଜ ନିଜର ଇଷ୍ଟଦେବ ଅଲଗା ଅଲଗା। ଅନେକ ଗ୍ରହଙ୍କୁ ମଧ୍ୟ ଆମେ ପୂଜା କରିପାରିବା। ଯେଭଳି ମେଷ ରାଶିର ଗ୍ରହ ବା ସ୍ୱାମୀ ଗ୍ରହ ହେଉଛନ୍ତି ମଙ୍ଗଳ ଦେବତା, ବୃଷ ରାଶିର ଶୁକ୍ର ଦେବତା, ମିଥୁନ ରାଶିର ବୁଧ, କର୍କଟ ରାଶିର ଚନ୍ଦ୍ର, ସିଂହ ରାଶିର ସୂର୍ଯ୍ୟଦେବ, କନ୍ୟା ରାଶିର ବୁଧ ଗ୍ରହ, ତୁଳା ରାଶିର ଶୁକ୍ର ଗ୍ରହ, ବିଛା ରାଶିର ମଙ୍ଗଳ ଗ୍ରହ, ଧନୁ ରାଶିର ସ୍ୱୟଂ ଗୁରୁଦେବ ବା ବୃହସ୍ପତି, ମକର ଏବଂ କୁମ୍ଭ ରାଶି ଦ୍ୱାରା ଶନି ଗ୍ରହ ଏବଂ ପୁନଶ୍ଚ ମୀନ ରାଶିର ବୃହସ୍ପତି ଗ୍ରହ। ଗ୍ରହ ପୂଜା ବି ନିହାତି ଆବଶ୍ୟକ, କାରଣ ଏହି ଗ୍ରହମାନେ ହିଁ ଆମର ଜୀବନକୁ ସଞ୍ଚାଳିତ କରିଥାନ୍ତି। ତେବେ ଗ୍ରହମାନଙ୍କର ଯିଏ ଇଷ୍ଟଦେବ ବା ଦେବୀ, ଆମେ ତାଙ୍କୁ ମଧ୍ୟ ପୂଜା କରିପାରିବା। ଯେପରି ମଙ୍ଗଳ ଦେବତା ଏବଂ ସୂର୍ଯ୍ୟ ଦେବତାଙ୍କର ଇଷ୍ଟଦେବ ହେଉଛନ୍ତି ସ୍ୱୟଂ ମହାଦେବ ଶିବ ଶମ୍ଭୁ। ସେ ଶୁକ୍ରଦେବଙ୍କର ମଧ୍ୟ ଇଷ୍ଟଦେବ। ମାତ୍ର ଯଦି ଆମେ ଦେଖିବା ଚନ୍ଦ୍ରଦେବଙ୍କର, ବୃହସ୍ପତିଙ୍କର ଇଷ୍ଟଦେବତା ଭଗବାନ ବିଷ୍ଣୁ। ଏହା ସହିତ ଯଦି ଆମେ ଛାୟାଗ୍ରହ ରାହୁ ଏବଂ କେତୁଙ୍କ ବିଷୟରେ ଦେଖିବା, ତେବେ ରାହୁଙ୍କର ଇଷ୍ଟଦେବୀ ହେଉଛନ୍ତି ମା ଛିନ୍ନମସ୍ତା, ଏହା ସହିତ ମା ସରସ୍ୱତୀ ଏବଂ କେତୁଙ୍କର ଇଷ୍ଟଦେବତା ହେଉଛନ୍ତି ମହାଦେବ। ତେଣୁ ଆମ ମନରେ ପ୍ରଶ୍ନ ନିହାତି ଭାବରେ ଆସିବ, ଆମେ ଗ୍ରହଙ୍କୁ ପୂଜା କରିବା କି ଗ୍ରହମାନଙ୍କର ଯେଉଁମାନେ ଇଷ୍ଟ ସେମାନଙ୍କୁ ଧରିବା? କାହାକୁ ପୂଜା କଲେ ଆମକୁ ବା ଆମ ମନରେ ସବୁବେଳେ ଶାନ୍ତି ଆସିବ, ସଫଳତା ଆମକୁ ମିଳିବ, ଆମ ଜୀବନରେ ଆମେ ଉନ୍ନତି କରିବା। ଭାରତୀୟ ପରମ୍ପରା ହେଉଛି ଗୁରୁ ଶିଷ୍ୟ ପରମ୍ପରା। ଯଦି ଆମେ ଗୁରୁଙ୍କ ମାର୍ଗଦର୍ଶନ କ୍ରମେ
ଗୁରୁଙ୍କର ଆଶୀର୍ବାଦ କ୍ରମେ ଆମେ ଗୁରୁଙ୍କୁ ହିଁ ନିଜର ଈଶ୍ୱର ମଣିବା, ତାହା ହେଲେ ଆମେ ମଧ୍ୟ ପରମେଶ୍ୱରଙ୍କୁ ପାଇପାରିବା। ତେବେ ଭଲ ଗୁରୁ, ଉତ୍ତମ ଗୁରୁ ମିଳିବାଟା ବା ଉତ୍ତମ ଶିଷ୍ୟ ମିଳିବାଟା ମଧ୍ୟ ବହୁତ କଷ୍ଟ। ସବୁବେଳେ ସବୁ ସମୟରେ ସମସ୍ତଙ୍କୁ ଗୁରୁ ବା ଶିଷ୍ୟ ସହଜରେ ମିଳିନଥାଏ। ତେଣୁ ଏଠି ମଧ୍ୟ ପ୍ରଶ୍ନ ଉଠେ ଯେ ଆମେ କାହାକୁ ନିଜର ଗୁରୁ ବୋଲି ମାନିବୁ? ଗୀତାରେ ଭଗବାନ କହିଛନ୍ତି, ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ତେଣୁ ଆମ ମନ ହିଁ ଆମର ଗୁରୁ ହେବା ଦରକାର କଳିଯୁଗରେ। ତେଣୁ ମନ ଯଦି ଆମକୁ ଠିକ୍ ରାସ୍ତାରେ ନିଏ ତ ଭଲ କଥା, ଯଦି ନ ନିଏ ତାହେଲେ ଆମେ ବାଟବଣା ମଧ୍ୟ ହେଇଯିବା। ତେଣୁ କାହାକୁ ଇଷ୍ଟଦେବ ଭାବି ପୂଜା କରିବା, ପୁଣି ସେଇ ପ୍ରଶ୍ନ ଆସିଯିବ ମନରେ। ମୁଁ ପୂର୍ବରୁ କହିଥିଲି ଯେ ନାଦ ବା ଅକ୍ଷର ବା ଧ୍ୱନି ବା ତରଙ୍ଗ ଏସବୁ ଈଶ୍ୱରଙ୍କର ମୌଳିକ ରୂପ ବା ମୂଳ ରୂପ। ଯଦି ଆମେ ମାନବ ଶରୀରକୁ ଦେଖିବା, ଈଶ୍ୱର କହିଛନ୍ତି, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ତେଣୁ ମଣିଷ ଶରୀରରେ ଯେଉଁ ଚକ୍ରଗୁଡ଼ିକ ଅଛି, 7ଟି ଚକ୍ର, ଯାହାକି ସମ୍ପୂର୍ଣ୍ଣ ସ୍ନାୟବିକ ତନ୍ତୁକୁ ସଂଯୋଗ କରି ସୃଷ୍ଟି ହେଇଛି ଏବଂ ସମଗ୍ର ଶରୀରକୁ ସଞ୍ଚାଳନ କରୁଛି, ସେଇ 7ଟି ଚକ୍ର ଗୋଟିଏ ଗୋଟିଏ ଧ୍ୱନି ବା ବର୍ଣ୍ଣ ସହିତ ଜଡ଼ିତ। ଅର୍ଥାତ୍ ମୂଳାଧାର ଚକ୍ର, ଯାହାକି ଲମ୍ ଧ୍ୱନି ସହିତ, ସ୍ୱାଦିଷ୍ଠାନ ଚକ୍ର ବମ୍, ମଣିପୁର ଚକ୍ର ରମ୍, ଅନାହତ ଚକ୍ର ୟମ୍, ବିଶୁଦ୍ଧ ଚକ୍ର ହମ୍, ଆଜ୍ଞା ଚକ୍ର ଓମ୍ ଏବଂ ସହସ୍ରାର ଚକ୍ର ଆହ୍ ଧ୍ୱନି ସହିତ ଜଡ଼ିତ। ଏଗୁଡ଼ିକୁ ଚକ୍ରଗୁଡ଼ିକର ବୀଜମନ୍ତ୍ର ବୋଲି କୁହାଯାଏ। ତେଣୁ ମନେକର ଆମେ ରାମକୁ ଡାକିବା, ରାମ ରାମ, ତାହାହେଲେ ରମ୍ ଅକ୍ଷର, ଯାହାକି ଆମର ମଣିପୁର ଚକ୍ରରେ ଧ୍ୱନି ଗୁଞ୍ଜରିତ ହେଉଛି, ସେହିଠାରେ ସେ ସଞ୍ଚାଳିତ ହେଉଛି। ଆମେ ରାମ ରାମ ବାରମ୍ବାର ଡାକିବା ଦ୍ୱାରା ସେହି ଜାଗାରେ ଧ୍ୱନି ପ୍ରକଟ ହେବ ଏବଂ ସେହି ଜାଗାରେ ମଧ୍ୟ ଯାଇ ସ୍ପର୍ଶ କରିବ। ଅର୍ଥାତ୍ ଆମର ମଣିପୁର ଚକ୍ର ସ୍ୱୟଂଚାଳିତ ହେବ। ଯଦି ଆମେ ଶିବ ଶିବ ଡାକିବା ବା ଶିବାୟ ମନ୍ତ୍ର ଜପ କରିବା, ତାହାହେଲେ ବମ୍ ଅକ୍ଷର ବା ବମ୍ ଧ୍ୱନି, ଯାହାକି ଆମର ସ୍ୱାଦିଷ୍ଠାନ ଚକ୍ର, ଏବଂ ୟମ୍ ଧ୍ୱନି, ଯାହାକି ଆମର ହୃଦୟ ଚକ୍ର ବା ଅନାହତ ଚକ୍ରରେ ଅଛି, ସେହି ଦୁଇ ଜାଗାରେ ଯାଇ ଏହି ଧ୍ୱନି ବାଜିବ। ତେଣୁ ମଣିଷ ଶରୀର ସମ୍ପୂର୍ଣ୍ଣ ରୂପେ ଧ୍ୱନି ବା ନାଦରେ ଗଢ଼ା ହୋଇଅଛି। ତେଣୁ ଆମେ ସମସ୍ତ ଈଶ୍ୱରଙ୍କୁ ଡାକିବା ଆବଶ୍ୟକ। କାହିଁକି ନା ସମସ୍ତ ନାମ ଦ୍ୱାରା ଆମର ସମସ୍ତ ଚକ୍ର ଜାଗ୍ରତ ହୋଇଉଠିବ। ଯଦି ଆମେ କୌଣସି ଗୋଟିଏ ଠାକୁରଙ୍କୁ ଡାକିବା ବା ଗୋଟିଏ ନାମ ଧରି ଡାକିବା, ତେବେ ଆମେ ସେହି ଚକ୍ରକୁ ଜାଗ୍ରତ ତ କରିପାରିବା, କିନ୍ତୁ ବାକି ଚକ୍ରଗୁଡ଼ିକ ଜାଗ୍ରତ ହୋଇପାରିବ ନାହିଁ। ତେଣୁ ଜଣେ ମନୁଷ୍ୟକୁ ସମସ୍ତ ପ୍ରଭୁଙ୍କୁ ବା ସବୁ ଠାକୁରଙ୍କୁ ବା ଠାକୁରାଣୀଙ୍କୁ ଡାକିବା ଆବଶ୍ୟକ। ତେବେ କେଉଁ ଠାକୁରଙ୍କୁ ପ୍ରଥମେ ଡାକିବ ବା କେଉଁ ଠାକୁରଙ୍କୁ କିଭଳି ଭାବରେ ଡାକିବ, ସେଥିପାଇଁ ଉଚିତ ଗୁରୁ ହିଁ ଆପଣମାନଙ୍କୁ ପରାମର୍ଶ ଦେଇପାରିବେ। ଗୁରୁଙ୍କ ଆଶୀର୍ବାଦ ଦ୍ୱାରା ହିଁ ଆପଣମାନେ ଜାଣିପାରିବେ କିଏ ଆପଣଙ୍କର ଆରାଧ୍ୟ ବା ଆରାଧ୍ୟା ଦେବୀ। ଓଁକାର ଉଚ୍ଚାରଣ ନିଶ୍ଚିନ୍ତ ଭାବରେ ପରମାତ୍ମାଙ୍କର ଅତ୍ୟନ୍ତ ନିକଟତର, କିନ୍ତୁ ଏହା ଏକ ବୀଜମନ୍ତ୍ର ହେଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ଦୀକ୍ଷାର ସହିତ ଆପଣ ପ୍ରାର୍ଥନା କରିବା ଆବଶ୍ୟକ ବା ଉଚ୍ଚାରଣ କରିବା ଆବଶ୍ୟକ। ବନ୍ଧୁଗଣ, ଏସବୁ ଥିଲା ବିଭିନ୍ନ ପ୍ରକାର ଶାସ୍ତ୍ର, ପୁରାଣ, ନୀତି, ନିୟମ, ଆତ୍ମା, ପରମାତ୍ମା, ଆଧ୍ୟାତ୍ମିକ, କ୍ରିୟା, ଯୋଗ, ପ୍ରାଣାୟାମ, ଧ୍ୱନି, ନାଦ, ବ୍ରହ୍ମ ଏସବୁର କଥା। କିନ୍ତୁ ସବୁଠାରୁ ବଡ଼ ଜିନିଷ କ'ଣ ଜାଣିଛନ୍ତି? ସବୁଠାରୁ ବଡ଼ ଜିନିଷ ହେଲା ବିଶ୍ୱାସ। ବିଶ୍ୱାସେ ମିଳଇ ହରି। ଯଦି ଆମେ ନିଜ ମନ ଭିତରେ ବିଶ୍ୱାସ ରଖିବା, ତାହାହେଲେ ଆମ ଜୀବନରେ ଆମେ ସ୍ୱୟଂ ଆକର୍ଷିତ ହୋଇଯିବା ସେହି ଠାକୁରଙ୍କ ପ୍ରତି,
ଯିଏ ଆମର ଇଷ୍ଟଦେବ। ଆମ ପୂର୍ବଜନ୍ମର କର୍ମ, ଆମ ପୂର୍ବଜନ୍ମର ଆରାଧ୍ୟ ବା ଆରାଧ୍ୟା ଯିଏ, ଆମେ ତାଙ୍କ ଆଡ଼କୁ ସ୍ୱୟଂ ଆକର୍ଷିତ ହୋଇ ଉଠିବା। ଆମ ଜୀବନରେ ବିଭିନ୍ନ ପ୍ରକାରର କର୍ମ ଏବଂ କର୍ମର ଫଳ ଯାହା ଆମେ ଭୋଗୁଛେ, ସେ ସବୁ ନିଶ୍ଚିନ୍ତ କରିଦେବ ଦିନେ ନା ଦିନେ ଆମକୁ ସେହି ଈଶ୍ୱରଙ୍କ ଆଡ଼କୁ ଟାଣି ନେବ ଯିଏ ଆମର ଇଷ୍ଟଦେବ। ତେଣୁ ମନରେ ସବୁବେଳେ ବିଶ୍ୱାସ ରଖନ୍ତୁ, ଭରସା ରଖନ୍ତୁ। ଈଶ୍ୱର ଏକ, ଅନନ୍ତ। ତାଙ୍କର କାହା ସହିତ ତୁଳନା ନାହିଁ। ଏକ ବ୍ରହ୍ମ, ଦ୍ୱିତୀୟ ନାସ୍ତି। ସେହି ଠାକୁରଙ୍କୁ ଆମେ ଡାକିବା ଯାହାଙ୍କର ଅବତାର, ଯାହାଙ୍କର ପ୍ରକୃତି, ଯାହାଙ୍କର ବ୍ୟବହାର ଆମେ ବିଭିନ୍ନ ପ୍ରକାର ଶାସ୍ତ୍ର ପୁରାଣରେ ଯାହାଙ୍କ ବିଷୟରେ ପଢ଼ିଛେ, ସିଏ ଆମର ଇଷ୍ଟଦେବ। ଯାହାଙ୍କର କାର୍ଯ୍ୟ ଆମକୁ ଆକର୍ଷିତ କରିବ, ଯାହାଙ୍କର ନୀତି ନିୟମ, ଯାହାଙ୍କର କଥାବାର୍ତ୍ତା, ବାଣୀ ଆମକୁ ଆକର୍ଷିତ କରିବ, ସିଏ ହିଁ ଆମର ଇଷ୍ଟଦେବ। ବନ୍ଧୁଗଣ, ଯଦି ଆପଣମାନେ ଜାଣିପାରୁନାହାନ୍ତି ତାହେଲେ ଆପଣଙ୍କର ଇଷ୍ଟଦେବ କିଏ, ତାହା ହେଲେ ପରମେଶ୍ୱରଙ୍କୁ ଡାକନ୍ତୁ। ସେ ହିଁ ଆପଣଙ୍କୁ ସେହି ମାର୍ଗରେ ନେଇଯିବେ। ଆପଣ ନିଶ୍ଚିନ୍ତ ଭାବରେ ଦିନେ ନା ଦିନେ ଈଶ୍ୱରଙ୍କ ଆଡ଼କୁ ଟାଣି ହେଇଯିବେ। ଆମେ ସମସ୍ତେ ଭାବୁଛେ ଆମେ କେଉଁ ଈଶ୍ୱରଙ୍କୁ ଡାକିବା, କିନ୍ତୁ ସମୟ ଆସିଲେ ଈଶ୍ୱର ଆମକୁ ଡାକିବେ। ବନ୍ଧୁଗଣ, ଏ ଥିଲା ବିଷୟଟି, ମୁଁ କେଉଁ ଠାକୁରଙ୍କୁ ଡାକିବି। ଯଦି ଆପଣମାନଙ୍କୁ ଏହା ଭଲ ଲାଗିଲା, ଭିଡ଼ିଓଟିକୁ ଲାଇକ୍ଟିଏ ନିଶ୍ଚିନ୍ତ କରିବେ, କମେଣ୍ଟ କରି ଜଣାଇବେ। ଆପଣଙ୍କ ମନରେ ଯେଉଁ ପ୍ରଶ୍ନ ଆସୁଛି ତାହା ନିଶ୍ଚିନ୍ତ ଭାବରେ ଲେଖିବେ। ଏହା ସହିତ ଭୁଲିବେ ନାହିଁ ଗପ ଅମୃତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ। ପୁଣି ଆସିବି ଆଉ କିଛି ବିଷୟ ନେଇ, କିଛି କାହାଣୀ ବା ଗଳ୍ପ ସହିତ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।